ସାଙ୍ଗମାନେ କିଛି ବନ୍ଧନ ଆଖିକୁ ଦେଖାଯାଏନି, ହେଲେ ହୃଦୟରେ ଅନୁଭବ କରାଯାଏ। ଏମିତି ଏକ ହୃଦୟର ପର୍ବ ହେଉଛି ରକ୍ଷାବନ୍ଧନ ପର୍ବ। ନମସ୍କାର, ମୁଁ ତାପସୀ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଚ୍ୟାନେଲ ଆତ୍ମ ଅନ୍ୱେଷଣକୁ। କହିପାରିବେ କି ରକ୍ଷାବନ୍ଧନ ଅର୍ଥ କ'ଣ? ରାକ୍ଷୀ କେବଳ ଏକ ସୁନ୍ଦର ସୂତା ନୁହଁ, ଏହି ସୂତାରେ ରହିଛି ଭଉଣୀର ସ୍ନେହ, ଭାଇର ପ୍ରତିଶ୍ରୁତି, ପରସ୍ପର ପ୍ରତି ବିଶ୍ୱାସ ଏବଂ ପରସ୍ପରର ସୁଖ ଦୁଃଖରେ ସାଥୀ ହେବା ପାଇଁ ଏକ ନୀରବ ପ୍ରତିଜ୍ଞା। ଭଉଣୀ ଯେତେବେଳେ ଭାଇର ହାତରେ ରାକ୍ଷୀ ବାନ୍ଧେ, କେବଳ ମନରେ କହେନି ମତେ ତୁ ରକ୍ଷା କର, ବରଂ ତା ମନ କହେ ଭାଇ ତୁ ମୋ ଜୀବନର ଏକ ଅମୂଲ୍ୟ ଅଂଶ। ଭାଇ ତୁମ ସୁଖରେ ମୁଁ ତୁମ ପାଖରେ ଠିଆ ହେବି ଏବଂ ତୁମ ଦୁଃଖରେ ମଧ୍ୟ ମୁଁ ତମ ସହିତ ସାହସ ହୋଇ ବାନ୍ଧି ହୋଇ ଠିଆ ହେବି। କ'ଣ କହିପାରିବେ ଏହି ପରମ୍ପରାର ଆଧ୍ୟାତ୍ମିକତା କ'ଣ? ଭାରତୀୟ ସଂସ୍କୃତିରେ ଏହି ପରମ୍ପରାର ଏକ ମହତ୍ଵ ଅଛି। ସୂତା ଯେମିତି ଦୁଇଟି ଜିନିଷକୁ ଏକାଠି ବାନ୍ଧି ରଖିବାରେ ସାହାଯ୍ୟ କରେ, ସେହିପରି ରାକ୍ଷୀ ଦୁଇଟି ହୃଦୟର ଭାବନାକୁ ବାନ୍ଧିକି ରଖିପାରେ। ଏହା ଆମକୁ ମନେ ପକାଇ ଦିଏ ସମ୍ପର୍କକୁ ରକ୍ଷା କରିବା ପାଇଁ କେବଳ ରକ୍ତର ସମ୍ପର୍କ ଯଥେଷ୍ଟ ନୁହଁ, ପରସ୍ପର ପ୍ରତି ସମ୍ମାନ, ବିଶ୍ୱାସ ଏବଂ ଭଲ ପାଇବା ମଧ୍ୟ ଆବଶ୍ୟକ। ଆଜିର ସମୟରେ ରକ୍ଷାବନ୍ଧନର ଆବଶ୍ୟକତା କିମ୍ବା ଅର୍ଥ କ'ଣ ସମସ୍ତଙ୍କର ମତରେ ଜାଣିଛନ୍ତି? ଆଜିର ସମୟରେ ବହୁତ ଗୁଡ଼ିଏ ଭାଇ ଭଉଣୀ ଦୂର ଦୂରାନ୍ତରେ ବିଦେଶରେ ବି ରହୁଛନ୍ତି। କେହି ଅନ୍ୟ ସହରରେ, କେହି ନିଜ ନିଜର କାମ କାର୍ଯ୍ୟରେ ବ୍ୟସ୍ତ, କିନ୍ତୁ ଦୂରତା କେବେ ବି ସେମାନଙ୍କ ସ୍ନେହକୁ କମେଇ ପାରିବ ନାହିଁ। ଆଜି ହୁଏତ ରାକ୍ଷୀ ରକ୍ଷାବନ୍ଧନ ଦିନ ହାତରେ ବନ୍ଧା ହେଇନଥାଇପାରେ, କିନ୍ତୁ ହୃଦୟରେ ଥିବା ସେହି ସ୍ନେହର ବନ୍ଧନ ସବୁବେଳେ ଅତୁଟ ରହିଥାଏ। ଆଜି ଏକ ଛୋଟିଆ ପ୍ରଶ୍ନ ପଚାରିବି, କେବେ ଭାବିଛନ୍ତି କି ରକ୍ଷା କେବଳ ଭାଇ ଭଉଣୀର କରିବ? ଭଉଣୀ ମଧ୍ୟ ଭାଇର ଜୀବନର ରକ୍ଷା କବଚ ହେଇପାରେ। ଭଉଣୀର ଗୋଟିଏ ଭଲ କଥା, ସାନ୍ତ୍ୱନା, ଭଲ ପାଇବାର ଦୁଇ ପଦ କଥା, ଗୋଟିଏ ପ୍ରେରଣା ଏବଂ ଗୋଟିଏ ସାନ୍ତ୍ୱନାର ଶବ୍ଦ ଭାଇକୁ ଜୀବନରେ ଅନେକ କଷ୍ଟରୁ ବାହାରକୁ ଆସିବାରେ ଶକ୍ତି ଦେଇପାରେ। ତେଣୁ ମୁଁ ଭାବୁଛି ରକ୍ଷାବନ୍ଧନ ହେଉଛି ପରସ୍ପରକୁ ରକ୍ଷା କରିବାର ଏକ ପ୍ରତିଶ୍ରୁତିର ପର୍ବ। ଆସନ୍ତୁ ରକ୍ଷାବନ୍ଧନରେ କେବଳ ହାତରେ ରାକ୍ଷୀ ବାନ୍ଧିବାନି, ମନରେ ମଧ୍ୟ ଏକ ପ୍ରତିଜ୍ଞା କରିବା। ଆମ ସମ୍ପର୍କ ମଧ୍ୟରେ ଅହଙ୍କାର କେବେ ବି ଆସିବ ନାହିଁ, ଭୁଲ ବୁଝାମଣା ଆମକୁ କେବେ ବି ଅଲଗା କରିପାରିବ ନାହିଁ। ସମୟ ଯେତେ ବଦଳିଲେ ବି ଆମ ଭଲ